ବର୍ତ୍ତମାନ ଆଜ୍ଞା ମୋବାଇଲ ଖୋଲୁ ଖୋଲୁ କେବଳ ଆସୁଛି ଯେ ଜଗନ୍ନାଥଙ୍କ ଟାହିଆ କୁଆଡ଼େ ଗଲା। ଟାହିଆକୁ ନେଇକି ବହୁତ ଲୋକ ରାଜନୀତି କରୁଛନ୍ତି। ଏଇଟା ବି ବହୁତ ଖରାପ କଥା ଯେ ଜଗନ୍ନାଥଙ୍କ ମୁଣ୍ଡରୁ ଟାହିଆ ଯିବାଟା ବାହାର କରାଯିବାଟା ଠିକ୍ ନୁହଁ। ଆଉ ଏଇଟାକୁ ନେଇକି ବହୁତ ଲୋକ ବହୁତ କଥା କହୁଛନ୍ତି। ସେଇ ପୂଜା ପଣ୍ଡାମାନେ କହୁଛନ୍ତି କ'ଣ ନା ତାଙ୍କ ଟାହିଆ ଓଦା ହେଇକି ଖସିଗଲା, କିଏ କହୁଛି ଭାଙ୍ଗିଗଲା, କିଏ କହୁଛି ବାହାର କରାହେଲା, କିଏ କହିଲା ତଳି ପଡ଼ିଲା, ତାକୁ ଲଗା ହେବନି ମୁଣ୍ଡରେ, ସେଥିପାଇଁ ବିନା ଟାହିଆରେ ଆସିଲେ ଜଗନ୍ନାଥ। ଯାହା ବି ହେଲା ବହୁତ ଭୁଲ ହେଲା। ଆଉ ସେଥିପାଇଁ ଯେଉଁମାନେ ଦୋଷ କରିଛନ୍ତି ନିଶ୍ଚିତ ଦଣ୍ଡ ପାଇବେ। କାହିଁକିନା ଜଗା କାହାକୁ ଛାଡ଼ିବା ବାଲା ନାହିଁ ଆଜ୍ଞା, ସେ ଠିକ୍ ଦେଖାଇଦେବ ମୁଁ ସିଏ କ'ଣ। କିନ୍ତୁ ଯେଉଁମାନେ ଏଇଟା ନେଇ ରାଜନୀତି ଗୋଟେ କରୁଛନ୍ତି ଯେ ବିରୋଧୀ ଦଳ ବାଲା କହୁଛନ୍ତି କ'ଣ ନା ବିଜେପି ଦାୟୀ, ସେ ସରକାର ଦାୟୀ, ଅମୁକ ଦାୟୀ, ସମୁକ ଦାୟୀ, ସେମାନଙ୍କୁ ଖାଲି ଏତିକି କହୁଛି ଯେଉଁ ଓଡ଼ିଶାର କିଛିଟା ହେତୁବାଦୀ ଅଛନ୍ତି, ଯେତେବେଳେ ଜଗନ୍ନାଥଙ୍କୁ କାଠ ଆଉ ସେ କାଠ ମୂର୍ତ୍ତି ବହୁତ ଏମିତି ବହୁତ କଥା କହିକି ଯେତେବେଳେ ମାନେ ଭର୍ଚ୍ଚନା କରୁଛନ୍ତି ଜଗନ୍ନାଥଙ୍କୁ, ସେତେବେଳେ କେଉଁଠି ରହୁଛନ୍ତି ଆପଣମାନେ? ଆପଣମାନେ ସେଥିରେ କାହିଁକି କହୁନାହାନ୍ତି? ସେତେବେଳେ କ'ଣ ଆମ ଓଡ଼ିଆ ଜାତି ପାଇଁ ଗୋଟେ କିଛି ଅସମ୍ମାନ ହେଉନି? ଆମ ଜଗନ୍ନାଥ ଅସମ୍ମାନ ହେଉନି? ଜଣେ କାଠଟା ସେଇଟା କ'ଣଟା, କାହିଁକି ପୂଜା କରିବ, କଲର୍ ମାରିଲେ ହେଇଯିବ କି? ବହୁତ ହେତୁବାଦୀମାନେ ଏମିତି ହେଉଛନ୍ତି। ଯେଉଁ ହେତୁବାଦୀମାନେ ଉତ୍ପାଦ ହେଉଛନ୍ତି ପ୍ରଥମେ ସେମାନଙ୍କୁ ତ ଜବାବ ଆପଣ ଦିଅନ୍ତୁ, ତାପରେ ବିରୋଧ କରିବେ ସରକାର ଖରାପ କି ଖରାପ ସେଇଟା ଅଲଗା କଥା। ଆଉ ସାଧାରଣ ଲୋକ ଯେଉଁମାନେ ବି ଏ ଜିନିଷକୁ ବିରୋଧ କରୁଛନ୍ତି ଯେ ଟାହିଆ ନାହିଁ ଟାହିଆ ନାହିଁ, ପ୍ରଥମେ ତାକୁ ବିରୋଧ କରନ୍ତୁ ଯିଏ ଆମ ଜଗନ୍ନାଥଙ୍କୁ ବିରୋଧ କରୁଛନ୍ତି। ଏ ହେତୁବାଦୀମାନେ ଆମ ଜଗନ୍ନାଥଙ୍କୁ ପୁରା ବୋଡ଼ିବାରେ ଲାଗିଲେଣି। ସେମାନେ ତ କହୁଛନ୍ତି ଜଗନ୍ନାଥ ହିଁ କିଛି ନୁହନ୍ତି। ଆଜ୍ଞା ପ୍ରଥମେ ଜଗନ୍ନାଥ କ'ଣ ତାକୁ ବୁଝାନ୍ତୁ, ତାପରେ ଟାହିଆ କଥାକୁ ଆସିବା। ସେଥିପାଇଁ ସମସ୍ତଙ୍କୁ ଏତିକି ଅନୁରୋଧ କରିବି, ଟାହିଆ ପଡ଼ିଲା ମାନେ ନାହିଁ ଜଗନ୍ନାଥଙ୍କର ବିନା ଟାହିଆରେ ଆସିଲେ ବଡ଼ଦାଣ୍ଡକୁ, ବହୁତ ବଡ଼ କଥା। ମାନେ ଏତେ କ୍ଷତି ଆମର ମାନେ ହେଇଛି କହିବାକୁ ନାହିଁ। ଆମ ନିଜକୁ ବି ଖରାପ ଲାଗୁଛି, ଯେମିତି ହେବା ଉଚିତ ନୁହଁ। ଯିଏ ବି କରୁଛନ୍ତି ମୁଁ ଆଗରୁ କହୁଛି ଦଣ୍ଡ ପାଇବାଟା ପାଇବେ। କିନ୍ତୁ ଏ ଟାହିଆକୁ ନେଇକି ରାଜନୀତି ନ କରିକି ରାଜନୀତି ଯଦି କରିବାର ଅଛି ନା, ତାହେଲେ ଯେଉଁ ହେତୁବାଦୀମାନେ ଜଗନ୍ନାଥକୁ ଅପମାନ କରୁଛନ୍ତି, ଅସମ୍ମାନ କରୁଛନ୍ତି, ଭଗବାନ ନାହାନ୍ତି ବୋଲି କହୁଛନ୍ତି, ପ୍ରଥମେ ସେମାନଙ୍କୁ ଦେଖାଇ ଦିଅନ୍ତୁ ଯେ ଭଗବାନ ଅଛନ୍ତି ନା ନାହିଁ, ଜଗନ୍ନାଥ ଅଛନ୍ତି ନା ନାହିଁ। ତାହେଲେ ମୁଁ ଜାଣିବି ପ୍ରକୃତରେ ଆପଣ ବିରୋଧର ଆଉ ପ୍ରକୃତରେ ଆପଣ ସାଧାରଣ ଜନତା। ଆଉ ଯଦି ଆପଣ ସେଇଟା କରିପାରୁନାହାନ୍ତି ନା, ତାହେଲେ ଏ ଟାହିଆକୁ ନେଇକି ତୁଚ୍ଛ ରାଜନୀତି କରନ୍ତୁନି, କିଛି ଲାଭ ହେବନି ଆଜ୍ଞା।